ସାର୍ କଣ କହିବେ ଆଜି ଗୋଟେ ନାଟକ ଯେତେବେଳେ ମାନେ ତିନିଟା କ୍ୟାମ୍ପ କଳିଙ୍ଗର ତିନିଟା କ୍ୟାମ୍ପରୁ ଆପଣଙ୍କର ଯୋଉ ଆଜି ଯୋଉ ଅଜସ୍ର ଭଲ ପାଇବା ଦର୍ଶକ ମାନଙ୍କ ପାଖରୁ ପାଇଛନ୍ତି କଣ କହିବେ ସାର୍? ମୁଁ ଖାଲି ଏତିକି କହିବି ଯେ ଆପଣ ଯାହା କହୁଛନ୍ତି ମୁଁ ବି ସେଇ କହୁଛି ମାତ୍ର ଏଇଟା ହଉଛି ତିନିଟା କ୍ୟାମ୍ପ ଏବଂ ଆମକୁ ବହୁତ ବାଟ ଆଗକୁ ଯିବାକୁ ଅଛି, ଜିତିବାକୁ ବହୁତ ବାକି ଅଛି ରାସ୍ତା। ମୁଁ କେବଳ ମା ଶାରଳାଙ୍କ ପାଖରେ ଆଶୀର୍ବାଦ କରୁଛି ଏଇ ଟେମ୍ପୋଟା ମେଣ୍ଟେନ ହେଇକି ରହୁ, ଯାଇକି ଯେତେବେଳେ ଆମେ ୱିନ୍ କରିବା ସେତେବେଳେ କହିବା ଆମେ ୱିନ୍ କରିଗଲୁ। ବର୍ତ୍ତମାନ ଆମେ ସେଇ ପଥରେ ଅଛୁ କିନ୍ତୁ ୱିନ୍ କରିନାହୁଁ, ଆମେ ସେ ରାସ୍ତାରେ ଅଛୁ। ଆପଣଙ୍କ ଅଜସ୍ର ଭଲ ପାଇବା ଆମକୁ ଆହୁରି ସାହସ ଦଉଛି ଏବଂ এই সোশিয়াল মিডিয়া মাধ্যমରେ ଆମେ ଦେଖୁଛୁ ନାଟକଟି ବହୁତ ଉପରକୁ ଯାଇଛି ଏବଂ ମୁଁ ମା ଶାରଳାଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ନାଟକଟି ସେତିକି ବାଟ ଅତିକ୍ରମ କରୁ ଯେତେବେଳେ ଆମେ ସମସ୍ତେ କହିପାରିବା ଏ ବର୍ଷ ଗୋଟିଏ ଶୁଆ ଗୋଟିଏ ଶାଢ଼ୀ ନାଟକ ସମସ୍ତଙ୍କ ହୃଦୟକୁ ଜିତି ପାରିଛି। ସାର୍ ଆଜି ଯେତେବେଳେ ଦର୍ଶକ ଭାଇ କମିଟି ମାନଙ୍କର ଭଲ ପାଇବା ଆପଣଙ୍କୁ ଗୋଟେ ମାନେ ଅନୁଷ୍ଠାନକୁ ଗୋଟେ ପୁରସ୍କୃତ କଲେ, ଆପଣଙ୍କୁ ସମ୍ମାନିତ କଲେ, କଣ କହିବେ ସାର୍? ବହୁତ ଭଲ ଲାଗିଲା। ମୁଁ ଧନ୍ୟବାଦ ଦଉଛି କମିଟି ଭାଇ ମାନଙ୍କୁ ଯେ ଆଜି ବୋଧେ ପଞ୍ଚମ ରାତି ବୋଧେ କାଲି ବି ଡିକ୍ଲାର ହେଇଛି, ଏଇଟା ବୋଧେ ଏଇ ଯୋଉ ସିଜନର ପଞ୍ଚମ ରାତି କରିବା ଅନୁଷ୍ଠାନ ହଉଛି କଳିଙ୍ଗ ଗଣନାଟ୍ୟ। 4 ରାତି ହେଇଥିଲା ହରିଶ୍ଚନ୍ଦ୍ର, ବର୍ତ୍ତମାନ ଆକୁ ଅତିକ୍ରମ କରିଛି କଳିଙ୍ଗ ଗଣନାଟ୍ୟ ପଞ୍ଚମ ରାତିକୁ। ସାଧୁବାଦ ଦଉଛି କମିଟି ଭାଇ ମାନଙ୍କୁ ଏବଂ ଦର୍ଶକ ଦେବତା ମାନଙ୍କୁ ବି ମୁଁ ଏଉଠୁ ମଥାନତ ପ୍ରଣାମ ଜଣାଉଛି ଯେ ଆପଣ ମୋ ନିର୍ଦ୍ଦେଶନା ନାଟକକୁ ମନଭରି ଉପଭୋଗ କରୁଛନ୍ତି, ଉତ୍ସାହ ଦଉଛନ୍ତି, ଭୁଲ ଠିକ ବି ମତେ ଫୋନ ମାଧ୍ୟମରେ ଜଣାଉଛନ୍ତି ସାର୍ ଏଇଠି ଟିକେ ଏଇଆ ହେଇଥାନ୍ତା, ମୁଁ କହୁଛି ଠିକ ଅଛି ମୁଁ ଆଗାମୀ କ୍ୟାମ୍ପରେ ନାଟକ ଦେଖିଲା ପରେ କରେକ୍ସନ କରିବି। ଭଲ, ବହୁତ ବଢିଆ। ଯୋଉ ଦେବସ୍ମିତା କଥା ଆପଣ କହୁଛନ୍ତି ବହୁତ ଭଲ। ପ୍ରଥମେ ତ ମୁଁ ଶୁଣିଥିଲି ସେ ନୂଆ ନର୍ଭସ ଅଛନ୍ତି, ମୁଁ ତାଙ୍କୁ ଗୋଟେ କଥା କହିଥିଲି ତମେ କେବଳ ପାର୍ଟ ଘୋଷିକି ଦବ, ତମର ସବୁ ଦାୟିତ୍ୱ ମୁଁ ନେଲି, ଆମେ ଆଉ ଏବେ କଥା ହବାନି, ଫାଇନାଲ ପରେ କଥା ହବା। ଏବଂ ସେ ମୋ କଥାଟାକୁ ବହୁତ ଗ୍ରହଣ କରିଥିଲେ, ପାର୍ଟ ସେ ମାନେ ସବୁବେଳେ ଘୋଷୁଥିଲେ ଏବଂ ତାଙ୍କର ବିଶ୍ୱାସ ଥିଲା ମୁଁ କିଛି କରିବିନି ସାର୍ ସବୁ କରିଦେବେ, ମୁଁ ପାସ୍ କରିଯିବି। ମୁଁ ସେ ଖାଲି ପାସ୍ କରିନି, ଆଜି ଓଡ଼ିଶା ଯାତ୍ରା ଜଗତରେ ଗୋଟେ ସୁପରିଚିତ ନାଁ ହେଇଗଲା ଦେବସ୍ମିତା, ଯୋଉଟା କି ଶାରୀ। ଏବେ ଆମେ ଇଣ୍ଟରଭ୍ୟୁ ନଉଥିଲୁ ଯେ ଆଜିଠୁ ଆଉ ତାକୁ ଦର୍ଶକ ଦେବସ୍ମିତା ବୋଲି ଡାକୁନାହାନ୍ତି, ଶାରୀ ବୋଲି ସାରି 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 ଏବଂ ସେ ଯୋଉ ଶାରୀ ଜାତୀୟ ଭୂମିକାରେ ଆଉ ଜଣଙ୍କର ହାତ ଅଛି, ସେ ହେଲେ ଦୀପକ ଜେନା। ମାନେ ଦେଖନ୍ତୁ ନାଟକ ଯେତିକି ଭଲ ମନ୍ଦ ନୁହେଁ, ସେ ଯୋଉ ପେୟାରଟା ବାଛିଛନ୍ତି ଅଶ୍ୱିନୀ ଆଉ ଦେବସ୍ମିତା, ସତରେ ଗୋଟେ ଗୋଟିଏ ଶୁଆ ଗୋଟିଏ ଶାରୀ, ସେଇଟା ବେଶୀ ଦର୍ଶକଙ୍କୁ ଗୋଟେ ଆଟ୍ରାକ୍ଟିଭ କରୁଛି। ଦିଟାଙ୍କ କମ୍ବିନେସନ, ଦି ଜଣଙ୍କର ଯୋଉ କେମିଷ୍ଟ୍ରି ବହୁତ ନାଟକରେ ଜମିଛି, ଯୋଉଟା କି ଗୋଟିଏ ଶୁଆ ମୁଁ ଦୀପକ ସାର୍ଙ୍କୁ ଏଠୁ ଧନ୍ୟବାଦ ଦଉଛି ଯେ କେମିତି ଏତେ ସିରିୟସ ଜଜ୍ କରନ୍ତି ଟାଇଟେଲକୁ ଏବଂ ସେଇଟା ପୁରା ଖାପିଯାଏ। ଆଉ ମୁଁ ଧନ୍ୟବାଦ ଦେବି ବିରଜା ସାର୍ଙ୍କୁ, ସୁନ୍ଦର ଗୀତ କରିଛନ୍ତି, ସୁନ୍ଦର ଗୀତ। ଆମ ଭାବୁଛୁ ଏଟା ଟିମ୍ ୱାର୍କ, ସମସ୍ତେ ହାର୍ଡ ପରିଶ୍ରମ କରିଛନ୍ତି, ଅଶ୍ୱିନୀଠୁ ଆରମ୍ଭ କରି ଆମ ଯେତେ ଟିମରେ ଅଛନ୍ତି ମେମ୍ବର, ମ୍ୟୁଜିସିଆନ ଭାଇ ମାନେ, ସାଉଣ୍ଡ ସମସ୍ତଙ୍କର ହାତ ରହିଛି ଆ ଦେହରେ, ନହେଲେ ଗୋଟେ ନାଟକରେ ସଫଳତା ପାଇପାରିବନି। ସାର୍ ଯେତେବେଳେ ଆମେ ଦର୍ଶକର ଭିଉ ନଉଥିଲୁ ଆପଣଙ୍କୁ ବି ବହୁତ ଅନେକ ଘୁରି ଘୁରି ପ୍ରଶଂସା କରିଛନ୍ତି, ସେ ଦର୍ଶକ ମାନଙ୍କୁ ମୁଁ ଦର୍ଶକ ମାନଙ୍କୁ ଏଉଠୁ ଆଉଥରେ କୋଟି କୋଟି ପ୍ରଣାମ ଜଣାଉଛି ଯେ ଆପଣ ମତେ ଭଲ ପାଇବା ଦେଇଛନ୍ତି ଇନ୍ଦ୍ରଭୁବନ ଭାଇ ଭଉଣୀ ଠାରୁ। ଯୋଉ ନାଟକ 8 ବର୍ଷ ଧରି ଚାଲିଥିଲା, ତାପରେ ଆପଣ ମାନେ ଆର ବର୍ଷ କୋଟି କୋଟି ଡବଲ କୋଟି ଯୋଉ ଦେଇଥିଲେ, ତାପରେ ବର୍ତ୍ତମାନ ଏଇ ବର୍ଷ ଗୋଟିଏ ଶୁଆ ଗୋଟିଏ ଶାରୀ। ଆଉ ମୁଁ ଚାହୁଁଛି ଆପଣ ମତେ ଭଲ ପାଇବା ମୋ ପାଖରେ ଥାଉ, ଆଶୀର୍ବାଦ କରନ୍ତୁ। ମୁଁ ଜଷ୍ଟ ପାହାଚ ଚଢିବା ଆରମ୍ଭ କରୁଛି, ମୁଁ ଖୁସିରେ ଫାଟି ପଡିବିନି, ମୁଁ ଚେଷ୍ଟା କରିବି ଯେମିତି ଆହୁରି ସଫଳତା ମୋର ବଜାୟ ରହୁ। ଆପଣଙ୍କ ଭଲ ପାଇବା ଆଶୀର୍ବାଦ ଥାଉ, ଜଜମେଣ୍ଟ କରନ୍ତୁ ଯେ ସବୁ ଯେ ମୁଁ ଯାହା କରୁଛି ଠିକ ନୁହଁ। ମୋ ମତେ ବି ଫୋନ ଆସୁଛି ସାର୍ ଏଇଟା ଟିକେ ଏମିତି ହେଇଥାନ୍ତା, ହଁ ମୁଁ ଦେଖିଲା ପରେ ମୁଁ ବି ତାକୁ କରେକ୍ସନ ବି କରୁଛି ଫୋନ ମାଧ୍ୟମରେ ଯେ ଏଇଆ ଟିକେ ହେଲେ ଭଲ ହବ। ଆଉ କିଛି ନାଟକ ଆଜି ଦେଖିବି, ଯଦି କିଛି ଭୁଲ ତ୍ରୁଟି ଥାଏ ତାକୁ ବି କରେକ୍ସନ କରିକି ଯିବି। ମୁଁ ଏ ବର୍ଷ 4 ଖଣ୍ଡ ନାଟକ କରିଛି, ରଙ୍ଗମହଲରେ ହରିଶ୍ଚନ୍ଦ୍ର, ଆଉ ଇନ୍ଦ୍ରଭୁବନରେ ଅଲାଜୁକି, ତୃତୀୟ ନାଟକ ହେଇଛି ଗୋଟିଏ ଶୁଆ ଗୋଟିଏ ଶାରୀ, ଏବେ ସାରିକି ଆଇଲି କେଶରୀ ଚୌକିଦାର। ଚୌକିଦାର ବି ସେମିତି ଆଜ୍ଞା ଆଜ୍ଞା ରୂପାଲିରେ 19 ତାରିଖରେ ଓପନିଂ କରିବ, ଓପନିଂ କରିବ ଆଜ୍ଞା ସେଠି ବି ସେଇ ତାଙ୍କର କମିଟି ତରଫରୁ ଆମେ ଯୋଗାଯୋଗ କରୁଥିଲୁ ଆଜ୍ଞା। ଯେ ତାଙ୍କର ସେ ବି ସେଇ ଚୌକିଦାର ନାଟକଟାକୁ ସବୁ ମା ଶାରଳାଙ୍କ ଉପରେ କଥା, ଆମେ କିଛି ନାହୁଁ। ଆଉ ଧନ୍ୟବାଦ ଦଉଛି କଳିଙ୍ଗ ଗଣନାଟ୍ୟର ପ୍ରଯୋଜକଙ୍କୁ ଯେ ଆମକୁ ସେ ଫ୍ରିଡମ ଛାଡି ଦେଇଥିଲେ, ସାର୍ ଆମେ ହସ୍ତକ୍ଷେପ କରିବୁନି। ଆଉ ମୁଁ ଆଉଥରେ ସାଲ୍ୟୁଟ କରୁଛି ପ୍ରଯୋଜକଙ୍କୁ ଏବଂ ଦୀପକ ସାର୍ଙ୍କୁ, ବିରଜା ସାର୍ଙ୍କୁ, ଦିଲସେ ସେମାନେ କାମ କରିଛନ୍ତି। ଗୋଟେ ଟିମ୍ ୱାର୍କ ଗୋଟେ ଟିମ୍ ୱାର୍କ ଯେ ନାଟକ କେମିତି ସେ ବାଛିଲେ ସେ ନା
କେମିତି ବାଛିଲେ ସେ ଯୋଡ଼ି ମାନେ ଶୁଆ ସାରି କହିଲେ ବର୍ତ୍ତମାନ ଲୋକ ଗୋଟେ ଅଶ୍ୱିନୀ ଦେବସ୍ମିତା। ଧନ୍ୟବାଦ ସାର୍, ଆମ ସମୟ ଦେଇଥିଲେ। ଜୟ ଜଗନ୍ନାଥ। ନମସ୍କାର।